କାରଟି ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଅଟକି ରହିଥିବା ଟ୍ରକ୍କୁ ଧକ୍କା ଦେବା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବନ ବିହାର ପାର୍କ ନିକଟରେ। ଗୁରୁତର ଦୁଇ ଜଣ ନିକଟରେ ଥିବା ଭେଜିପୁଟ ସାକ୍ଷୀର ଅମିତ କୁମାର ନାୟକ ବୟସ 30 ବର୍ଷ ଓ LIC କଲୋନୀର ଭେଳାନାଥ ରାୟଗୁରୁ। ଖବର ନେବାରେ ବନ ବିହାର ପାର୍କ ସମ୍ମୁଖରେ ରହିଥିବା ପାଇପ୍ ଗୋଦାମରେ ପାଇପ୍ ଓହ୍ଲାଇ ରାସ୍ତାରେ କଡ଼ରେ ଟ୍ରକ୍ଟି ଅଟକି ରହିଥିବା ବେଳେ କାର୍ଟି ଦ୍ରୁତ ଗତିରେ ମୁଜାଗଡ଼ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଅଟକି ରହିଥିବା ଟ୍ରକ୍ ପଛପଟକୁ ଧକ୍କା ଦେବା ଫଳରେ ଡ୍ରାଇଭର ସହ ତାଙ୍କ ସହଯୋଗୀ କାର୍ ଭିତରେ ଚାପି ହୋଇଯିବା ଫଳରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍ରେ ଚାପି ହୋଇଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରି 108 ଗାଡ଼ି ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଠାରେ ଗୁରୁତର ଆହତ ମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଭଞ୍ଜନଗରରୁ ରବୀନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଚେତନା ମିଡ଼ିଆ।